ଜୟ ଜଗନ୍ନାଥ। ଭାଇ ଓ ଭଉଣୀ ମାନେ, ଉତ୍କଳ ଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଯୋଉ ପରସେଣ୍ଟେଜ ର ସିରିଜ ଚାଲିଥିଲା, ପରସେଣ୍ଟେଜ ର ପଞ୍ଚମ କ୍ଲାସ, ଏଇ ପଞ୍ଚମ କ୍ଲାସରେ ଆମେ ଆଜି ଫାଇଭ ପଢିବା। ଫାଇଭ କଣ ଦେଖିବା, ନୂଆ କ୍ୱେଶ୍ଚନ କିଛି ନୂଆ ଆଡଭାନ୍ସ ଲେବୁଲ ର। ଆସନ୍ତୁ କାମ କରିବା। କ୍ୱେଶ୍ଚନ ନମ୍ବର 1। ଶ୍ରେଣୀରେ 60% ଛାତ୍ର ହିନ୍ଦୀ ବିଷୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ 45% ଛାତ୍ର ସଂସ୍କୃତ ବିଷୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 25% ଛାତ୍ର ଉଭୟ ବିଷୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 2% ଛାତ୍ର ଉଭୟ ବିଷୟରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ତାମାନେ in a class 60% of the students pass in Hindi and 45% pass in Sanskrit. If 25% of them pass in both subjects, what percentage students fail both subjects? ये Venn diagram रो क्वेश्चन कोई करिवा, इधर ଗୋଟେ डायग्राम करियो। ताको हमें हिंदी स्टूडेंट रो हिंदी, ଆଉ ଗୋଟେ ହେଉଛି संस्कृत रो। ठीक देखो, ଆମର ଉଭୟ ପାସ୍, ସବୁ ଗୁଡା ପାସ୍ ଦେଇଛି ନା। 60% ବି ପାସ୍, 45% ପାସ୍, 50% both ରେ ପାସ୍। ତାହେଲେ ଏଇଟା ହେଉଛି ତାଙ୍କର ବହୁତ ଇଣ୍ଟରସେକ୍ସନ, ହିନ୍ଦୀ ଏବଂ ସଂସ୍କୃତ ର ଇଣ୍ଟରସେକ୍ସନ। ଏଇ ଅଂଶଟା କେତେ? 25%। ତାହେଲେ ଯଦି ଇଏ 25% ହେଲା, ସମୁଦାୟ ଆମର ହିନ୍ଦୀ କେତେ? पूरा समुदाय हिंदी 60% पिला पास कर। 60% रो एटा माइनस हो गले, ओनली हिंदी वाला बाहर जाए। 60 रू 25 माइनस कले, 60 रू 25 माइनस कले 5 रू 2 गले 3। आम पाइले केते? 35% केवल केवल हिंदी विषय रे उत्तीर्ण होइछंती। संस्कृत विषय रे उत्तीर्ण होइछंती केते? 45। हमने ए टोटल 45 एथिरो 25 माइनस कर केते हबो? 45 25 माइनस गले 0 एडी 2। ताले 20% केवल संस्कृत पाई पास कले। एठू हमें जानिया पाइले केवल हिंदी पास करथिबा पिला परसेंट पाइले 35%, और टोटल रे केते थिले 60%। वो संस्कृत रे से बडे टोटल केते पास करथिले 45%। तो ओनली संस्कृत केते पास कर जंती 20%। ताले टोटल पास एगुडा को से पचारछि को एबे केते प्रतिशत छात्र उभय विषय रे उत्तीर्ण होई नाते। ताने फेल कथा पचारे जे फेल, what percentage student fail in both subject। एगुडा सब पास, एगुडा सब जो कथा केते अछि 35% अछि। तापर हमर both रे 25% और 20 हला केवल संस्कृत। ताले 5 5 10 रु 0 दशमलव 1 3 7 के। ताले 80% पिला कोन एगुडा पास करछंती। यदि एतिकी पिला पास करछंती ताले टोटल 100% रु 80 पिला पास कले, ताले केते रहले? 20% पिला फेल हेबे निश्चित भाव रे, हो कि नहीं?
ତାହେଲେ ଅପସନ ନମ୍ବର ସି ହେଉଛି ରାଇଟ୍ ଆନ୍ସର। ବୁଝିପାରିଲେ? ଆସନ୍ତୁ ଦେଖିବା ନମ୍ବର 2। ଏକ ପରୀକ୍ଷାରେ 48% ଛାତ୍ର ହିନ୍ଦୀରେ ସଫଳ ହେଲେ ନା ଫେଲ ହେଲେ, ମାନେ ଫେଲ ହେଲେ। 30% ଛାତ୍ର ଇତିହାସରେ ଅସଫଳ ହେଲେ, ଇତିହାସରେ ଇଏ ଫେଲ ହେଲେ। 20% ଛାତ୍ର ଉଭୟ ବିଷୟରେ ଅସଫଳ ହେଲେ, ଇଏ ବି ଫେଲ। ସବୁ ଗୁଡା ଫେଲ ଦେଇଛି। ଯଦି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଙ୍କ ସଂଖ୍ୟା 880, ଏହି ପରୀକ୍ଷାରେ ମୋଟ କେତେ ଛାତ୍ର ଅଂଶଗ୍ରହଣ କଲେ? ଏଠାରେ କେବଳ ଏହି ଦୁଇଟି ବିଷୟ ଥିଲା। ତାହେଲେ ଇଏ ବି ସେଇଭଳିଆ ଡାଇଗ୍ରାମ କରିବା। ଇଏ ହେଲା ହିନ୍ଦୀ ହିନ୍ଦୀ ଆଉ ଇଏ ହେଲା ଇତିହାସ वाला। ଉଭୟ କେତେ? 20% ଛାତ୍ର, 20% ଫେଲ। ଏମାନେ ଟୋଟାଲରେ 48 ଥିଲେ, 48 ଟୋଟାଲ। ସେଠୁ ମାଇନସ ହେଇଯିବ 20 ମାଇନସ ହେଇଗଲେ କେତେ ହବ? 8 28। କେବଳ ହିନ୍ଦୀରେ ଅସଫଳ ହେଇଛନ୍ତି କେତେ? କେବଳ ହିନ୍ଦୀରେ ଫେଲ ହେଇଛନ୍ତି କେତେ? 28%। ତାହେଲେ ତାପରେ ଟୋଟାଲରେ ଆମ ହିଷ୍ଟ୍ରି ମାନେ ଇତିହାସରେ ଫେଲ ହେଇଛନ୍ତି କେତେ? 32%। ତାହେଲେ କେବଳ ଇତିହାସରେ କେତେ? 32 ରୁ 20 ମାଇନସ ଗଲେ 12। ତାହେଲେ 12% କେବଳ ଆମର ଇତିହାସରେ ଅସଫଳ ହେଇଛନ୍। ଟୋଟାଲ କେତେ ଅସଫଳ ହେଇଛନ୍ ନା ଟୋଟାଲ କେତେ ଫେଲ ହେଇଛନ୍? 28 + 20 + 12। 10 ରୁ 0 କ 4 କେ 5 କେ 6 ମାନେ ଆମେ କହିଲେ 60% ଫେଲ ହେଇଛନ୍। ତାହେଲେ ପାସ୍ କରିଛନ୍ତି କେତେ %? ଟୋଟାଲ 100% ରୁ ଆମେ ଯେକୌଣସି ଜିନିଷକୁ 100% ଦଉ ନା, ପାସ୍ କିମ୍ବା ଫେଲ ସବୁ ଗୁଡାକୁ 100% ନିଆଯାଏ, ହଁ କି ନାଇଁ? ତାହେଲେ 60% ଯଦି ଫେଲ ହେଇଛନ୍ତି, ପାସ୍ କରିଛନ୍ତି କେତେ? 100 ରୁ 60 ମାଇନସ ହେଲେ 40, 40%। ତାହେଲେ 40%ଟା କେତେ? ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଙ୍କ ସଂଖ୍ୟା ଏତିକି। ତାମାନେ ଏତିକି 60 ଫେଲ ହେଇଛନ୍, ତାମାନେ 40 ପାସ୍ କରିଛନ୍। 40% ଇକ୍ୱାଲ ଟୁ 880। ବୁଝିପାରିଲେ? ତାହେଲେ 1 ଇକ୍ୱାଲ ଟୁ କେତେ? ଇକ୍ୱାଲ ଟୁ ବିଭକ୍ତରେ 40। ତାହେଲେ 0 କୁ 0 କଟିଗଲା, 4 × 8 4 × 8 ତାହେଲେ 22। ତାହେଲେ 22 1/22। ତାହେଲେ ଆମର କଣ ପଚାରିଛି? ପରୀକ୍ଷାରେ କେବଳ ଦୁଇଟି ବିଷୟ ଥିଲା, ପରୀକ୍ଷାରେ ମୋଟ ଛାତ୍ର ସଂଖ୍ୟା। ତାହେଲେ 100%। ତାହେଲେ 100% ହେଲେ % ଇକ୍ୱାଲ ଟୁ 22 ଗୁଣ 100, ତାହେଲେ 2200। ତାହେଲେ ଆମର ଏଥର କେତେ? ଟୋଟାଲ କେତେ ପିଲା? ମୋର 2200 ପିଲା। ଆଉ ଥରେ ଦେଖିବା। ଆମର ସମୁଦାୟ ହିନ୍ଦୀରେ ଅସଫଳ ହେଲେ 48%, 32% ଇତିହାସରେ ଅସଫଳ ହେଲେ। ଉଭୟ ବିଷୟରେ କେତେ ଅସଫଳ ହେଲେ? 20। ତାହେଲେ ଆମର କେବଳ କେବଳ ହିନ୍ଦୀରେ
असफल हेले केते 28 48 ରୁ 20 माइनस हेले 28 आ केवल हमर इतिहास रे केते असफल हेले केवल हेले 12 टोटल केते असफल हेतिले 32%। तो केवल इतिहास रे 12% असफल हेले टोटल असफल केते हेले 28 प्लस 20 20 50 48 ताले 60 8 2 10 ରୁ 0 8 2 10 ରୁ 0 ବାକି ନଲା 1 2 2 4 5 6 ତାଲେ 60 60 ହେଲେ असफल निश्चित भाव में 40 सफल होती 40% इक्वल टू 880 1% इक्वल टू 880 विभक्त 40 समान केते शून को शून कटि गला ताले 22 बुझले ताले 1% इक्वल टू 22 हेले टोटल पचार जे 100% 1% इक्वल टू 22 into 100 2200 बुझले ताले आसन देखिबा क्वेश्चन नंबर 3 क्वेश्चन नंबर 3 कोन कहिछि एक गांव रे 60% परिवार असले गाई अछंती 30% परिवार को पसरे महिष अछंती 15% परिवार को पाखरे उभय गाय और महिष अछंती एगार मोट 96 टी परिवार अछंती तेबे केते परिवार को पाखरे उभय गाय किबा महिष नाहंती इन विलेज each of the 60% of farmers is a cow each of the 30% of family is a buffalo and each of the percent of families has both cow and buffalo. In all these are all there are 96 families in the village. How many families does not have a cow or buffalo? ଆମର ସେ କହିଛି 30% ପରିବାର ଗାଈ ରଖିଛନ୍ତି 30% ପରିବାର ମଇଁଷି ରଖିଛନ୍ତି 15% ଉଭୟ ରଖିଛନ୍ତି କିନ୍ତୁ ଟୋଟାଲ ଦେଇଛି 96 ଟି ପରିବାର ତାହେଲେ ଗାଈ କିମ୍ବା ମଇଁଷି ରଖି ନଥିବା ଫ୍ୟାମିଲି ସଂଖ୍ୟା କେତେ ये हला 60 टोटल होची ये गाई ये हला मइसी ताले उभय रखिथिबा परिवार संख्या केते 15% ये यदि 15% ये हला गाई हला मइस ताले टोटल गाई केते 60% 60% एथिरो ए कॉमन टा माइनस हे जेबो ताले कॉमन केते 15 उभय ताले 45 केवल गाई रखिथिबा परिवार संख्या केते 45 शतकड़ा टोटल मइसी केते शतकड़ा परिवार रखछंती 30 शतकड़ा ताले ए 30 रु हमर कॉमन जो अछि 15 शतकड़ा उभय रखछंती एटा माइनस कर दो ताले पुणी 15% ताले केवल मइसी रखिथिबा फैमिली संख्या केते 15 शतकड़ा ताले टोटल केते रखछंती 45 ये 15 15 30 75 ताले 75% गाय मइसी रखिछंती आ ताले केते परसेंट पचारि ओ गाय किबा मइस नाहंती ताले आउ 25% 25% परिवार पाखरे गाय किबा मइसी नाहंती हला कि ए गां रे मोट 96 टी परिवार अछि तेबे से परिवार पाखरे उभय गाय को केते परिवार परसेंटेज रे सना 25% परिवार तो कहार 25% ए 96 रो 25% काहे कि ना
এইটা হচ্ছে টোটাল পরিবার সংখ্যারে তাহলে এর 25% 96 ର 25% 25 ବିଭକ୍ତରେ 100 ତାହେଲେ 25 × 100 ଏ 4 ରେ 4 ଦୁଣେ 8 4 × 16 ତାହେଲେ 24 ତାହେଲେ ସଂଖ୍ୟାରେ ଫ୍ୟାମିଲି ଗାଈ କିମ୍ବା ମଇଁଷି ରଖିନାହାନ୍ତି 24ଟି ଫ୍ୟାମିଲି। ଆସନ୍ତୁ ଦେଖିବା 4 ନମ୍ବର। 4 ନମ୍ବର କହିଛି ଛାତ୍ରମାନଙ୍କ ଏକ ପରୀକ୍ଷାରେ 80% ଛାତ୍ର ଭୌତିକ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେଲେ 70% ଛାତ୍ର ରସାୟନ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେଲେ 15% ଛାତ୍ର ଦୁଇଟି ଯାକ ବିଷୟରେ ଅନୁତ୍ତୀର୍ଣ୍ଣ ହେଲେ ଫେଲ ହେଲେ। ଯଦି 325 ଛାତ୍ର ଦୁଇଟି ବିଷୟରେ ଉତ୍ତୀର୍ଣ୍ଣ ହୋଇଥିଲେ ତେବେ ମୋଟ ଛାତ୍ର ସଂଖ୍ୟା କେତେ? In examination 80% of the students passed in physics, 70% of the students passed in chemistry, 10% of the students failed in both the subjects. If 325 students passed in both subjects, then find the total student. ତାହେଲେ ଆମର ଇଏ ହେଉଛି ଭୌତିକ ବିଜ୍ଞାନ ଫିଜିକ୍ସ, ଇଏ ହେଲା ରସାୟନ ବିଜ୍ଞାନ, ହେଉଛି ଫିଜିକ୍ସ, ଅଛି କେମିଷ୍ଟ୍ରି। ଟୋଟାଲ କେତେ? 80% ଉତ୍ତୀର୍ଣ୍ଣ ଅଛନ୍ତି। ଏଠି କିନ୍ତୁ କମନ ଟା କଣ ଦେଇଛି? ଅନୁତ୍ତୀର୍ଣ୍ଣ। ତାହେଲେ ଫେଲ ବାଲା 15 ହେଲା ଫେଲ, 15% ଫେଲ। ଯଦି 15% ଫେଲ ଏଇ ଦିଟା ପାସ୍ ରେ ଦେଇଛି ଆମେ ତାକୁ ଫେଲ ରେ କରିଦବା ତାହେଲେ ଟୋଟାଲ 80% ଯଦି ପାସ୍ କରୁଛନ୍ତି ଫେଲ ତାହେଲେ କେତେ? 20%। ଏଠି ବି ସେଇଭଳିଆ 70% ଯଦି ପାସ୍ ହେଉଛନ୍ତି ଫେଲ କେତେ? ସମୁଦାୟ 30%। ତାହେଲେ ଏଇ 20 ସମୁଦାୟ ଏଇ ଟୋଟାଲ ରେ ଆମର 20 ଫେଲ ହେଇଛନ୍ତି। ତାହେଲେ ଏଇଟା ମାଇନସ କରିଦବା, କମନ ଅଛି ଉଭୟ ବାଲାଟା। 20 ରୁ 15 ମାଇନସ ହେଲେ କେବଳ 5% ଆମର ଫିଜିକ୍ସ ବାଲା ଫେଲ ପାଇଗଲେ। ଫିଜିକ୍ସ ରେ କେବଳ ଫିଜିକ୍ସ ରେ ଫେଲ ହେଇଥିବା ସଂଖ୍ୟା କେତେ ପାଇଲେ? 5%। ସେମିତି ଆମର କେମିଷ୍ଟ୍ରିରେ ଟୋଟାଲ ଫେଲ କେତେ ପାଇଲେ? ପାସ୍ ଯଦି 70%, ଫେଲ 30%। 30% ରୁ ଏଇ ଉଭୟଟା ମାଇନସ କରିଦେବ ଆଉ କେବଳ ଆମର କେମିଷ୍ଟ୍ରିରେ ଫେଲ ବାଲା କେତେ ପାଇଲେ? 30 ରୁ 15 ଗଲେ 15%। ବୁଝିପାରିଲେ? ତାହେଲେ ଆମ ଟୋଟାଲ ଫେଲ କେତେ ପାଇଲେ? 15 15 30 5 35। ତାହେଲେ 35% ପାଇଲେ ଟୋଟାଲ ଫେଲ। ଫେଲ ପାଇଲେ ତାହେଲେ 100 ରୁ 35 ଯଦି ଫେଲ ହଉଛି ତାହେଲେ ପାସ୍ ବାଲା କେତେ? ପାସ୍ ବାଲା ହେଲେ 35, 10 ରୁ 5 ଗଲେ 5, 9 ରୁ 3 ଗଲେ 6, 65% ପାସ୍ କରିଛନ୍ତି। କଣ କହିଛି? ଯଦି 325 ଛାତ୍ର ଦୁଇଟି ବିଷୟରେ ଉତ୍ତୀର୍ଣ୍ଣ ହୋଇଥିଲେ ତେବେ ମୋଟ ଛାତ୍ର ସଂଖ୍ୟା କେତେ? ତାହେଲେ 65% ଇକ୍ୱାଲ ଟୁ ତାହେଲେ ପାଇଲେ 325। ତାହେଲେ 1 ଇକ୍ୱାଲ ଟୁ 325 ବିଭକ୍ତ 65, 100 ଦରକାର, 100% ଇକ୍ୱାଲ ଟୁ 25 ବିଭକ୍ତ 65 ଗୁଣନରେ 100। ତାହେଲେ ଏଠି 5 ରେ 13 କାଟିଦବା, 5 ରେ 13 ଦୁଗୁଣେ 26 ଆଉ 6 5 13 5 65। ତାହେଲେ 25 ଆଉ 20, 25 ଦୁଗୁଣେ 50, ଗୋଟେ ଶୂନ। ତାହେଲେ 100% କେତେ ପାଇଲେ? ଏବେ ମୋଟ ଛାତ୍ର ସଂଖ୍ୟା 500। ଅପସନ ନମ୍ବର ସି।
बुझिपारे ताले आसंतु देखिबा क्वेश्चन नंबर 5 क्वेश्चन नंबर 5 कोन कहिछि छात्र मानक गोटे दल 70% छात्र इंग्राजी कहि पारंती एवं 62% छात्र इंग्राजी ना हिंदी कहि पारंती यदि 27% छात्र उभय भाषा को कहि पारंती नाही तेबे दलर केते प्रतिशत छात्र उभय दुईटी भाषा को कहि पारंती ये भी ठीक से परे कहि पारंती 70% ये भी कहि पारंती किंतु कहि पारंती नाही कहि पारंती नाही ताले हम जो कहि पारंती नाही सेगुडा टोटल बाहर कर दवा ये हला तर इंग्राजी इंग्राजी वाला और ये हिंदी टोटल 27% छात्र उभय भाषा कहि पारंती नाही ना 27 ए 27 कौन कहि पारंती नाही एडी सेगुडा यदि 70% पिला इंग्राजी कहि पारंती ताले इंग्राजी कहि पार नथिबा संख्या केते 30% ठीक अछि ताले 30% रु 27% गले ଆଉ କେବଳ इंग्राजी कहि पारुथबा पिला केते 3 आसीଯିବ सेमती 65 जति यदि कहि पारुछंती कहि पारुनथबा पिला संख्या 165 गले केते 35 35% पिला ताले हिंदी कहि पारंती नाही ताले 35 रु 27 गले केते 35 27 ताले 8 8 होछि 8% को पिला ना केवल केवल हिंदी कहि पारु नथिबा पिला तले तले एगुडा कोन तीन इंग्राजी कहि पार नथिबा परसेंटेज माने बिल्कुल इंग्राजी कहि पारंतिनी एगुडा हला 3% बिल्कुल हमर हिंदी कहि पारंतिनी 8% ये होछि उभय भाषा कहि पारंती नाही टोटल केते पाइला में 27 प्लस 3 प्लस 8 7 3 10 8 18 8 1 38 ହେଲା 38 ଶତକଡ଼ା ପାଇଲେ ଯୋଉମାନେ କି ବିଲକୁଲ କହିପାରନ୍ତି ନାହିଁ ଉଭୟ ହିନ୍ଦୀ କିମ୍ବା ଇଂରାଜୀ ଚାଲିଛି କଣ ତେବେ ଦଳର କେତେ ପ୍ରତିଶତ ଛାତ୍ର ଉଭୟ ଦୁଇଟି ଭାଷାକୁ କହିପାରନ୍ତି ନାହିଁ ତାହେଲେ 38% ବିଲକୁଲ କହିପାରନ୍ତି ନାହିଁ ବୁଝିପାରିଲେ ତାହେଲେ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 6 କଣ କହିଛି ଗୋଟେ ନିର୍ଦ୍ଦିଷ୍ଟ ଶ୍ରେଣୀର 72 ଶତକଡ଼ା ଛାତ୍ର ବାୟୋଲୋଜି ନେଇଥିଲେ ଏବଂ 44 ଶତକଡ଼ା ଛାତ୍ର ମ୍ୟାଟ୍ରିକ୍ସ ନେଇଥିଲେ ଯଦି ପ୍ରତ୍ୟେକ ଛାତ୍ର कम से कम गोटे विषय नहीं एवं 40 छात्र उभय विषय नहीं श्रेणी मोट छात्र संख्या केते 72% of the students of a certain class took biology and 40% took mathematics. If each student took at least one subject from biology or mathematics and 42 what then the total number of students in the class is तामाने देखो बहुत सहज क्वेश्चन देखो 72 शतकड़ा बायोलॉजी नेले आउ 40 44 शतकड़ा मैथमेटिक्स नेले ये बायोलॉजी ये मैथमेटिक्स ताले
प्रत्येक छात्र कम से कम गोटे विषय नहीं मैंने ये टोटाल रे मु कहि परिबि ना टोटाल पिला रो एतिकी पिला बायोलॉजी नेले एतिकी पिला मैथमेटिक्स नेले आउ जो बची गले सेगुडा 40% रे जिबे ना कोई छात्र विषय नहीं थे तामाने एठी आमे जदि 5 योग करबा 44 ताले केते हला 4 2 6 7 4 11 111 116% होची अरे जे कोनसी गोटे क्लास रो पिला संख्या केते हवा दरकार 100% ताले ए जो 16% एक्स्ट्रा होची 100 रो 16% अधिका हैची ए 16% ता ताले कोन 16% ता होची ए जो उभय नेजंते 40 टी पिला 40 टा पिला जो 40 टा पिला उभय मैथमेटिक्स भी नेजंते बायोलॉजी भी नेजंते तो से पिला गुडा कहला 16% इक्वल टू 40 बुझ परले ना बुझ परले ताले टोटल पिला संख्या को हमें 100% बोल जान जे हम नहीं यदि हमर 72% पिला बायोलॉजी नउजंती आ 84% पिला मैथमेटिक्स नउजंती आ चालाक करिकि से पिला संख्या दे देला 40 टा से 40 टा पिला उभय नेजंती बोली कहि देला लागी ताले से 40 को हमर टोटल पिला संख्या जे कोनसी ये 100% हवा था तेरी केते हला 116% ताले जो एक्स्ट्रा 16% आसला कोडो जो पिला माने कि उभय बायोलॉजी एवं मैथ बुझिपाले एबे देखिए कोन पचारि छी दर्शनर मोट छात्र संख्या केते ताले 16% जदी एतिकी मतलब 100% बार कर दवा 1% हेले 40 विभक्त रे 16 100% हेले एटी 100 हे जबो 4 16 4 काटी दबा 25 4 10 40 ताले 25 10 250 ताले हम केते पाइले टोटल मोट छात्र संख्या केते 250 बुझि पाले ताले आसंतु देखिबा क्वेश्चन नंबर 7 क्वेश्चन नंबर 7 कोन कहिछि गोटे परीक्षा रे 50% छात्र माने 50% छात्र गणित रे उत्तीर्ण हले 55% छात्र इंग्रजी रे एवं 40% छात्र हिंदी रे उत्तीर्ण हले यदि 15% छात्र गणित एवं इंग्रजी उभय रे उत्तीर्ण हले 25 छात्र इंग्रजी और हिंदी रे उत्तीर्ण हले एवं 25% छात्र गणित एवं हिंदी उभय रे उत्तीर्ण हले एवं 10% छात्र तीनोटी विषय रे उत्तीर्ण हले तेबे समस्त तीनोटी विषय रे अनुत्तीर्ण होइतिबा छात्र मानक प्रतिशत माने फेल हेतिबा परसेंटेज पचारिछि in examination 50% of the students passed in math 55% of the students passed in english 40% of the students passed in hindi if 15% of the students passed in math and english 20% of the students passed in english and hindi and 25% of the students passed in math and hindi and 10% of the students passed in all three subjects and find the percentage of students who fail in three subjects fail ହେଇଛନ୍ତି ପଚାରିଛି ଏଇଗୁଡାକ ଆଗେ ଲେଖିବା କିନ୍ତୁ ପ୍ରଥମେ ତ मैथ रे केते 50% पिला पास करछथि तापरे इंग्लिश रे 55% हिंदी रे 40% हिंदी रे 40% तापरे
15% ଗଣିତ ଏବଂ ଇଂରାଜୀ। ମ୍ୟାଥ ପ୍ଲସ୍ 15। ତାପରେ ଆସିଲା 20% ଇଂରାଜୀ ହିନ୍ଦୀ। ଇଂଲିଶ ହିନ୍ଦୀ ହେଲା 20%। 20%। ତାପରେ ଗଣିତ ମ୍ୟାଥ ପ୍ଲସ୍ ହିନ୍ଦୀ 25%। ତାହେଲେ ଆଉ ସବୁ ତିନୋଟି ଯାକ ବିଷୟରେ ଉତ୍ତୀର୍ଣ୍ଣ। ତିନୋଟି ଯାକରେ ମ୍ୟାଥ ପ୍ଲସ୍ ଇଂଲିଶ ପ୍ଲସ୍ ହିନ୍ଦୀ 10%। 10% ଉତ୍ତୀର୍ଣ୍ଣ ହେଲେ। ତାହେଲେ ୟାର ଆମର ଭେନ୍ ଡାଇଗ୍ରାମଟା କିପରି ହବ? 30 ହବ। ଇଏ ହଉଛି ମ୍ୟାଥ, ହଉଛି ଇଂଲିଶ, ଇଏ ହଉଛି ହିନ୍ଦୀ। ଏ କହିଛି ତିନୋଟି ବିଷୟ। ପ୍ରଥମ ତଳ ଆଡୁ ଯିବା। ତିନୋଟି ବିଷୟରେ 10%। ତାମାନେ ଏଇ ଜାଗାଟା ହଉଛି 10%। ବୁଝିପାରିଲେ? ତାପରେ କହିଛି ଏଟା ହଉଛି ମ୍ୟାଥ, ଇଏ ହଉଛି ଇଂଲିଶ, ଇଏ ହଉଛି ହିନ୍ଦୀ। ତାହେଲେ ଆମର ପ୍ରଥମ ଦେଖିବା ମ୍ୟାଥ ଇଂଲିଶ। ମ୍ୟାଥ ଇଂଲିଶରେ 15%। ତାହେଲେ ଏଇ ଜାଗାଟା ମ୍ୟାଥ ଆଉ ଇଂଲିଶର ଆମର ଟୋଟାଲଟା 15। ତାହେଲେ ଇଏ ଯଦି 10 ହେଲା, ଏଇଟା କେତେ ହବ? 5। ବୁଝିପାରିଲେ? ଇଂଲିଶ ହିନ୍ଦୀ 20। ଇଂଲିଶ ଏବଂ ହିନ୍ଦୀ, ଇଂଲିଶ ଆଉ ହିନ୍ଦୀର ଏଇଟା ହଉଛି, ଏଇଟା ପୁରା 20। ତାହେଲେ ଇଏ 10 ଯଦି ହେଇଛି, ଇଏ ବି 10। ବୁଝିପାରିଲେ? ତାପରେ ମ୍ୟାଥ ହିନ୍ଦୀ 25। ଏଟା ହଉଛି ମ୍ୟାଥ ଆଉ ହିନ୍ଦୀର ଏରିଆ। ଏରିଆ ମ୍ୟାଥ ଆଉ ହିନ୍ଦୀ 25 ହେବା କଥା। ଏଠି 5 ଏଠି 10 ଗଲା, ଆଉ ବାକି ରହିଲା କେତେ? 15। 15। ତାହେଲେ ପୁଣି କଣ କହିଛି? ଟୋଟାଲ ମ୍ୟାଥର 50 ରୁ ତାହେଲେ 50 ରୁ ଇଏ 10, 5 15, ଇଏ 15, ଏ 30 ମାଇନସ୍ ହେଇଯିବ। ଏତିକି 50 ନା, ଏଇ ଭିତରୁ 50 ଯାଇଛି। ଏଇଠୁ 50 ଭିତରେ ଆଉ କିଏ ରହିଲେ? 5 ରହିଛି, 10 ରହିଛି, 15 ରହିଛି। ତାହେଲେ ଏଗୁଡ଼ା ମାଇନସ୍ ହେଇଯିବ। ତାହେଲେ ଯାଇକି କେବଳ ମ୍ୟାଥରେ ପାସ୍ କରିଥିବା ପିଲା ପାଇବା। ତାହେଲେ 5 10 5 15, ଇଏ 15 30, 50 ରୁ 30 ଗଲେ ତାହେଲେ କେବଳ ମ୍ୟାଥରେ ପାସ୍ କରିଥିବା ପିଲା କେତେ ପାଇଲା? 20। ବୁଝିପାରିଲେ? ତାପରେ ଯିବା ଇଂଲିଶକୁ। ଇଂଲିଶ ଟୋଟାଲ 55। 55 ର ଏଇ ଭିତରେ ଏଗୁଡ଼ା ଅଛି 10 10 20 5 25, ଇଏ ବି ଇଂଲିଶ ଭିତରେ ଅଛନ୍ତି। ତାହେଲେ 55 ରୁ 25 ଗଲେ 30, ଇଏ ପାଇଲେ 30। ସେମିତି ହିନ୍ଦୀ, କେବଳ ହିନ୍ଦୀରେ ବାହାର କରିବା। ହିନ୍ଦୀରେ ଅଛନ୍ତି 40। 40 ରୁ ତାହେଲେ ଏ 10 20 30 5 35, ଏଇଟା 15 10 10। ତାହେଲେ ଏଇଟା ହିନ୍ଦୀର ଏରିଆ। ତାହେଲେ ଏମିତି 35 ହେଲା। ତାହେଲେ ଆଉ ବାକି କେତେ ରହିଲା? 5। ଏ 5% କେବଳ ହିନ୍ଦୀ ପାସ୍ କରିଥିବା ପିଲା। ତାହେଲେ ଏବେ ପଚାରିଛି କଣ ଦେଖିବା? percentage of student who failed। ତାହେଲେ ଏଟା ଟୋଟାଲ ପାସ୍ ସଂଖ୍ୟାକୁ ଆମେ ହିସାବ କରିଦବା, ତାହେଲେ ବାହାରି ଯିବ। ତାହେଲେ 30 40 50 55, ଇଏ ହେଲା 55 10 7 ପ୍ଲସ୍ 10 10 20 10 10 20, ଇଏ 5 25 15 25 5 30 40, 55 ପ୍ଲସ୍ 40 95। ତାହେଲେ ଆମର ଟୋଟାଲ ପାସ୍ ର ହାର କେତେ ପାଇଲେ? 95%। ପଚାରିଛି
फेल के 95 पास कले तार 5% 100% ରୁ 95% ପାସ୍ କଲେ ତାର 5% ଫେଲ୍ ତାହେଲେ ଅପସନ ନମ୍ବର ଡି ହେଉଛି କରେକ୍ଟ ଆନ୍ସର। ବୁଝିପାରିଲେ? ଡି। ଆସନ୍ତୁ ଦେଖିବା ନେକ୍ସଟ କ୍ୱେଶ୍ଚନ। ସଂଖ୍ୟାକୁ ପ୍ରଥମେ 25 ଶତକଡ଼ା ବୃଦ୍ଧି କରାଗଲା, ତାପରେ 16.66% ପୁଣି ବୃଦ୍ଧି କରାଗଲା, ସମୁଦାୟ କେତେ ବୃଦ୍ଧି ହେଲା? ଏଇଭଳିଆ କ୍ୱେଶ୍ଚନ କୁ ନୂଆ ପ୍ୟାଟର୍ନ ଆସନ୍ତୁ ଏଠି ଆପଣ ଫ୍ରାକ୍ସନ ଭ୍ୟାଲୁ ନିଶ୍ଚିତ ଭାବରେ ମନେ ରଖିବେ, ଯାହାଫଳରେ ଏଭଳି କ୍ୱେଶ୍ଚନ କୁ ଆପଣମାନଙ୍କୁ ବହୁତ ସହଜ ହବ। ବୁଝିପାରିଲେ? ଆମେ ଡାଇରେକ୍ଟଲି 25% ର ଫ୍ରାକ୍ସନ ଭ୍ୟାଲୁ କଣ? 25% ଫ୍ରାକ୍ସନ ଭ୍ୟାଲୁ 4 16.66 1/6। ତାହେଲେ ଏଠି ଦିଟା ଭ୍ୟାଲୁ ଅଛି, କହିଛି ପୂର୍ବରୁ ଅଡ୍ ମାନେ ଅଡ୍ ଆଗରୁ ଯୋଉ ସଂଖ୍ୟା ଥିଲା ନ୍ୟୁ ସଂଖ୍ୟା ହେଇଥିବ, ଅଡ୍ ସଂଖ୍ୟା କଣ ଥିଲା ସେ କହିଲା 25% ବୃଦ୍ଧି ହେଲା, ତାମାନେ এইটারে 1/4 25% মানে তাহলে এই 4টা হচ্ছে 100%, একটা হচ্ছে 25%, তাহলে 4 রে কেতে হলা 1 বৃদ্ধি হলা, সে কইছে 25% বৃদ্ধি, তাহলে এটা কেতে হবো 5। পুনি কোন কইছি 25% বৃদ্ধি হলা পরে পুনি থর 16% 16.66% বৃদ্ধি করা গলা। 16.66 ର ଫ୍ରାକ୍ସନ ଭ୍ୟାଲୁ କଣ? 1/6। তাহলে এটা যদি 6 ଥିଲା অল্ট নম্বরটা, নিউ নম্বর কଣ হবো? ये भी বৃদ্ধি ହେଲା, ये +1 1 ହେଲା, ये भी +1, ତାହେଲେ 6 1 7 ହେଲା। ତାହେଲେ ଟୋଟାଲ ରେ 6 2400, ଏଠି ହେଲା 5 35। ତାହେଲେ ପ୍ରଥମ ସଂଖ୍ୟାଟା କେତେ ଥିଲା? 24 ଥିଲା, ପରେ କିନ୍ତୁ ହେଲା କେତେ? 35 ହେଲା। ତାହେଲେ କେତେ ବୃଦ୍ଧି ହେଲା? 35 ରୁ 24 ଗଲା, ତାହେଲେ 1 11 ବୃଦ୍ଧି ହେଲା। ବୁଝିପାରିଲେ? କେତେରେ? ମୂଳ ସଂଖ୍ୟା 24, ତାହେଲେ 24 ରେ 11 ବୃଦ୍ଧି ହେଇଛି, ପରସେଣ୍ଟେଜ ବାହାର କରିଦବା। 4 ରେ 6 24, ତାହେଲେ 4 ରେ 25, 25 into 11 ये 6, 25 के 25 ରୁ 5 2, 25 के 25 के 27 27 6 ରେ କଣ କରିବ? 24 4 24 3 5 5 30 5 दशमिक 45 दशमिक ये होला 100 10टा 48 45.8 କେତେ ଆସିବ ଏଇଟା? ତାହେଲେ ଅପସନ ନମ୍ବର ଏ ହଉଛି କରେକ୍ଟ ଆନ୍ସର। ବୁଝିପାରିଲେ? ତାପରେ ଆସନ୍ତୁ ଦେଖିବା 9 ନମ୍ବର। ଏକ ସଂଖ୍ୟାକୁ, ये भी ସେଇଭଳିଆ ସେମ୍ ଟାଇପ ର, ଏକ ସଂଖ୍ୟାକୁ ପ୍ରଥମେ 12.5% ବୃଦ୍ଧି କରାଗଲା, ତାପରେ 33 ପୂର୍ଣ୍ଣ 1/3 ହ୍ରାସ କରାଗଲା। ଏଟା ବୃଦ୍ଧି ହ୍ରାସ ଅଛି, ତାହେଲେ ଏଟା ଦେଖନ୍ତୁ ତେବେ ସମୁଦାୟ ବୃଦ୍ଧି କିମ୍ବା ହ୍ରାସ ହେଲା ଦେଖିବା। ତାହେଲେ 12 ପୂର୍ଣ୍ଣ 1/2 ଏର ଫ୍ରାକ୍ସନ ଭ୍ୟାଲୁ କେତେ? 1/8। ତାହେଲେ ଏଗୁଡ଼ା ମନେ ରଖିଥିବେ। 39 କେ 25/2, 25/2 25/1/8, তাহলে এর ফ্রাকশন ভ্যালু 1/8, 12 ପୂର୍ଣ୍ଣ 1/2 শতকଡ଼ା, তাহলে 1/8 এবং 33 ପୂର୍ଣ୍ଣ
ଏକ ବିଭକ୍ତ 3 ର ତ ଏକ ବିଭକ୍ତ 3 ଆମେ ଜାଣିଛେ। ତାହେଲେ এটা old value, এটা new value। ତାହେଲେ ପ୍ରଥମେ କଣ କହିଲା 12% ବୃଦ୍ଧି କରାଗଲା। ତାହେଲେ 8 ରୁ 12.5% କେତେ 1 ବୃଦ୍ଧି ହେଲା 9 ହେଲା। ତାପରେ କଣ କହିଲା 33 ପୁଣି 1 ବିଭକ୍ତ 3 ଭାଗ ହ୍ରାସ କରାଗଲା। ତାହେଲେ ଇଏ ଯଦି 3 ତାହେଲେ ତାର 33 ପୂର୍ଣ୍ଣ 1 ବିଭକ୍ତ 3 କେତେ 1 ଏତିକି ତାହେଲେ ହ୍ରାସ ହେଲା। ତାହେଲେ ଏଟା କେତେ ପାଇଲେ 2। ତାହେଲେ 8 ଆଉ 3 ଗୁଣ ହେଇଯିବ 8 3 24 ଇଏ ହେଲା 9 ଦୁणे 18। ତାହେଲେ 24 ରେ ହ୍ରାସ ହେଲା ନା ବୃଦ୍ଧି ହେଲା 24 ଥିଲା ପ୍ରଥମେ ସେଟା 18 ହେଇଗଲା। ତାହେଲେ ନିଶ୍ଚିତ ଭାବରେ କମିଛି। ତାହେଲେ କେତେ କମିଲା 6 କମିଛି। ଯଦି 6 କମିଛି ତାହେଲେ 24 ରେ 6 କମିଛି ତାହେଲେ ତାର ଶତକଡା କେତେ 100। ତାହେଲେ 24 4 କାଟିବା 4 6 ହେଲା 25 25 ଏ 6 6 କଟିଯିବ ତାହେଲେ 25 ଶତକଡା। ହ୍ରାସ ନା ବୃଦ୍ଧି ହ୍ରାସ ବୁଝିପାରିଲେ। ତାହେଲେ 25 ଶତକଡା ହ୍ରାସ ଅପସନ ଟିକେ 25 ଶତକଡା ଇନକ୍ରିଜ ଡିକ୍ରିଜ କିଛି ଲେଖା ହେଇନି। ହଉ ଠିକ ଅଛି এটা ହ୍ରାସ ବୁଝିପାରିଲେ। ତାହେଲେ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 10। ଏକ ବ୍ୟକ୍ତିଙ୍କ ଦରମା ପ୍ରଥମେ 20% ବୃଦ୍ଧି କରାଗଲା ପରେ ତାକୁ 20 ଶତକଡା କମାଗଲା ତେବେ ତାଙ୍କ ଦରମାର ଶତକଡା ପରିବର୍ତ୍ତନର ହାର କେତେ। ଏଇଟା ଦେଖନ୍ତୁ ଇଏ କଣ ହେଲା 20% ମାନେ 1 ବିଭକ୍ତ 20% ର ତାର ଫ୍ରାକ୍ସନ ଭ୍ୟାଲୁ କେତେ 1 ବିଭକ୍ତ 5। ତାହେଲେ ଓଲ୍ଡ ଭ୍ୟାଲୁ এটা হচ্ছে নিউ ভ্যালু। প্রথমে কেতে ଥିଲା 5 ଥିଲା কোন হলা বৃদ্ধি କରାଗଲା 1 তাহলে কেতে ହେଲା 6। তারপরে পুଣି 5 ରୁ কমা গলা তাহলে -1 ইকুয়াল টু 4। তাহলে 5 না 25 ये 25 को 24। তাহলে কেতের কম বেশি হলা 1 ର তাহলে 1 বিভক্ত 25 রে 100 তাহলে 25 100 4 কে 4 তাহলে 4% ডিক্রিজ ହେଇଛି ହଁ କି ନାହିଁ 25 ରୁ 24 ହେଇଛି ତାହେଲେ 4% ଇନକ୍ରିଜ ହେଇଛି ଡିକ୍ରିଜ ର ଅପସନ ଭୁଲ ହେଇଥିବ। ହଁ ଠିକ ଅଛି ଅପସନ ଭୁଲ ହେଇଛି ଗୋଟେ ଅପସନ କରିଦେବା 4% ଡିକ୍ରିଜ 4% ଡିକ୍ରିଜ। ତାହେଲେ ଇଏ ଥିଲା ଆଜିର କ୍ଲାସ। ତେଣୁ ପିଲାମାନେ ଆପଣମାନଙ୍କୁ ଆମ କ୍ଲାସ କିଭଳି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ। ତାପରେ ଆଜି ମୁଁ ଭାବୁଥିଲି ପରସେଣ୍ଟେଜ କୁ ଏଇଠି ସାରିବି କିନ୍ତୁ ବହୁତ ସାରା ପାଠ ରହିଯାଉଛି ତେଣୁ ମୁଁ ଭାବୁଛି ଆଉ ଗୋଟେ ଦିଟା କ୍ଲାସ ନବା। ବହୁତ କ୍ୱେଶ୍ଚନ ପରସେଣ୍ଟେଜ ର ମାନେ ବହୁତ ବଡ ଟପିକ ପରସେଣ୍ଟେଜ ର ବିଭିନ୍ନ ଭେରାଇଟିର କ୍ୱେଶ୍ଚନ ଆସୁଛି ତେଣୁ କି ଆମେ ମାନେ ପରସେଣ୍ଟେଜ କୁ ଆଉ ଗୋଟେ ଦିଟା କ୍ଲାସ ରେ ପଢିବା ତାପରେ ନେକ୍ସଟ ଆମେ ରେସିପି ପ୍ରପୋର୍ସନ କୁ ଯିବା ବୁଝିପାରିଲେ। ଏତିକିରେ ଆମ କ୍ଲାସକୁ ଆଜିର ଶେଷ କରୁଛି। ଜୟ ଜଗନ୍ନାଥ।